ସ୍ତ୍ରୀ ମୋ ପାଇଁ ବହୁତ ଚେଷ୍ଟା କରିଛନ୍ତି, ପାଣି ରାଣି ମିଶେଇକି ଦେଇଦେଲେ, ମଦ ଗୋଟେ ପେକ୍ ପିଇଥିବି, ଆଖି ଫାଖି ସବୁ ଲାଲ ହେଇଯିବ, ଛାତି ଧଡ଼ଧଡ଼ ହବ, ବଡିରେ ରିଆକ୍ସନ ହବ, ଦେହ ଲାଲ ହେଇଯିବ। ଡାକ୍ତରକୁ ଗଲି, ଡାକ୍ତରଙ୍କୁ ବି ଦେଖେଇଲି। ଡାକ୍ତର ମତେ ଅଦ୍ଭୁତ ପ୍ରଶ୍ନ ପଚାରିଲେ, କ'ଣ କ'ଣ ହଉଛି? ମୁଁ କହିଲି ସାର୍ ଏଇ ସବୁ ସିମ୍ପଟମ୍ ଗୁଡ଼ା ହଉଛି। ଆଉ ନା ଡ୍ରିଙ୍କ୍ସ ହେରିକା କର କିରେ? ସାର୍ ଛାଡ଼ିପାରିବନି, ଛାଡ଼ିଦିଅ, ଜୀବନ ପ୍ରତି ବିପଦ ଅଛି। ଛାଡ଼ିଦେଲି, ମାସେ ଛାଡ଼ିଦେଲି। ଆଉ ଗୋଟେ ଦିନ ସମସ୍ତେ ବସୁଛନ୍ତି, ମୁଁ ଦେଖିବା ଆଜି ଯାଉଛି କି ନାହିଁ, ଟିକେ ନେଇଗଲି, ଯାଉଛି। ସେଦିନ ମାସକର କୋଟା ଫୁଲ ହେଇଗଲା। ତେଣୁ ମଦ ମୁଁ ଗୋଟା ମରୁ ମରୁ ବଞ୍ଚିଲି ବୋଲି ମୁଁ ଛାଡ଼ିଦେଲି। ଗୁଡାଏ ଲୋକ ଛାଡିବା ପାଇଁ ଚେଷ୍ଟା କରୁଛନ୍ତି, ଛାଡି ପାରୁନାହାନ୍ତି। ମାନେ ମଧୁ ଆଇଦର ମରିଯିବ ନହେଲେ ମରୁ ମରୁ ବଞ୍ଚିଲେ ଛାଡ଼ିଦବ। ମରୁ ମରୁ ବଞ୍ଚିଲେ ଛାଡ଼ିଦେବ, କିନ୍ତୁ ହଁ ନିଜେ ଛାଡ଼ିବ କେତେବେଳେ ନା ଯେତେବେଳେ ଶୋଇଲା ବେଳେ ନିଜ ବାପା ମାଙ୍କୁ ଦେଖିବ, ଯଦି ବାହା ହେଇଛି ଶୋଇଲା ବେଳେ ନିଜ ସ୍ତ୍ରୀ ଏବଂ ପିଲା ଛୁଆଙ୍କୁ ଦେଖିବ। ଆଜି ଯୋଉ ପିଜା ଆଣିକି ଦେଲି, ଆଜି ଯୋଉ ତାଙ୍କୁ ଡ୍ରେସ୍ ଆଣିକି ଦେଇଛି, ଆଜି ଯୋଉ ତାଙ୍କୁ ଖୁସି ମୁଁ ଦେଇପାରୁଛି, ମୁଁ ମରିଗଲା ପରେ ଏମାନେ ସବୁ ପାଇବେଟିରେ? ଥରେ ଚିନ୍ତା କରିବ, ଶୋଇବ, ନିଶାରେ ଚିନ୍ତା କରୁ ବା ବେନିଶାରେ ଚିନ୍ତା କରୁ। ବହୁତ ମୋ ସାଙ୍ଗ ତ ଅଛନ୍ତି, ବହୁତ ଲୋକ ମରିଗଲେଣି। ଆଶିଷ ଭାଇ ଜଣେ ମୋର ସିନିୟର ଥିଲେ, ମହର୍ଷି କଲେଜରେ ସେ ପାଠ ପଢୁଥିଲେ, ମୁଁ ପଢିଲା ବେଳେ। ସେ ଏକ୍ସପାୟାର କରିଗଲେଣି, ବର୍ଷେ ହବ। ହଁ ତାଙ୍କର ବହୁତ ଭଲ ଥିଲେ, ଇଏ ଥିଲେ। ମୋର ଗୁଡାଏ ସିନିୟର, ମୋ ନାଁ ଯାହା ରଞ୍ଜନ ବୋଲି ଜଣେ ବିଲ୍ଡର ଥିଲେ, ସିଏ ମରିଗଲେ। ଆପଣଙ୍କର ଜଣେ ଆଶୁତୋଷ ବସ୍ ଚାଲୁଥିଲା ଏଠି ଭୁବନେଶ୍ୱର ଭିତରେ, ଆଶୁତୋଷ ବୋଲି ଗୋଟେ ପ୍ରାଇଭେଟ ବସ୍ ଚାଲେ, ସିଏ ଚାଲିଗଲେ।